ଆମେରିକା ଇରାନ ଓ ଇସ୍ରାଏଲର ଯୁଦ୍ଧ ଚାଲିଛି। ହେଲେ ଦର୍ଶକ ବନ୍ଧୁ, ଆମେରିକା ଯେଉଁ ଯୁଦ୍ଧରୁ ବିଶେଷ କିଛି ଫାଇଦା ପାଇବାର ଆଶା ରଖୁନାହିଁ, ସେହି ଯୁଦ୍ଧକୁ କାହିଁକି ଓହ୍ଲାଇଛି? ଏହି ଯୁଦ୍ଧ ପଛରେ ଏଫଷ୍ଟିନ୍ ଫାଇଲର ଲିଙ୍କର କଳା ଅଭିଯୋଗ ସାମ୍ନାକୁ ଆସୁଛି। ଏଫଷ୍ଟିନ୍ ଫାଇଲରେ ନିଜର ଚରିତ୍ର ସଂହାରରୁ ବଞ୍ଚିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଇରାନ ଓ ଇସ୍ରାଏଲ ଯୁଦ୍ଧର ପରିକଳ୍ପନା କରିଥିବା ଅଭିଯୋଗ ହେଉଛି। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ଆମେରିକା ଓ ଇସ୍ରାଏଲ ମିଳିତ ଭାବରେ ଇରାନ ବିରୋଧରେ ଲଢୁଛନ୍ତି, ଆଉ ଇରାନ ମଧ୍ୟ ଯୁଦ୍ଧ ଭୂମିରେ କଡ଼ା ଜବାବ ଦେଉଛି। ଗଣମାଧ୍ୟମର ହେଡଲାଇନ୍ସ ପାଲଟି ଯାଇଛି ତିନି ଦେଶର ଏହି ଯୁଦ୍ଧ। କିଏ କେତେବେଳେ ମିସାଇଲ ମାଡ଼ କଲା, ଡ୍ରୋନ୍ ଆଟାକ କଣ ଘଟାଇଲା ଏବଂ ଧ୍ୱଂସର ବିଭୀଷିକା କେମିତି ସୃଷ୍ଟି ହେଉଛି, ଅର୍ଥନୀତି ଓ କୂଟନୈତିକ ସ୍ଥିତି କେମିତି ବିଗିଡ଼ି ଯାଉଛି, ତାକୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ରିପୋର୍ଟ ଗୁଡ଼ିକ ଲଗାତାର ଭାବରେ ଖବର ଦାଖଲ କରୁଛନ୍ତି। ହେଲେ ଖବରର ହେଡଲାଇନ୍ସରୁ ସତେ ଯେମିତି ହଜି ଯାଇଛି ଏଫଷ୍ଟିନ୍ ଫାଇଲ ଭଳି ସାଂଘାତିକ ଅପରାଧିକ ପ୍ରସଙ୍ଗ। ଏହି ପ୍ରସଙ୍ଗ ବିଶ୍ୱର ବଡ଼ ବଡ଼ ନେତାମାନଙ୍କ ସହ ଅନେକ ବଡ଼ ବଡ଼ ବ୍ୟକ୍ତିତ୍ୱଙ୍କ ସହିତ ଯୋଡ଼ି ହୋଇ ରହିଛି। ହେଲେ ଏ ଖବର ଗୋଟିଏ ପ୍ରକାର କବର ନେଇଛି କହିଲେ କିଛି ଭୁଲ ହେବ ନାହିଁ। ଆଉ ଖବରର ହେଡଲାଇନ୍ସ ଭିତରେ କେବଳ ସୀମିତ ରହିଯାଇଛି ଯୁଦ୍ଧର ପ୍ରସଙ୍ଗ। ଯୁଦ୍ଧ ଓ ଯୁଦ୍ଧ ଭୂମିକୁ ନେଇ ଆସୁଥିବା ଖବର ହିଁ ଲୋକଙ୍କ ପ୍ରାଥମିକତା ବନୁଛି, ଯାହାକୁ ଖବର କାଗଜ ଗୁଡ଼ିକ ମଧ୍ୟ ନିଜର ପ୍ରାଥମିକତା ବନେଇ ସାରିଛନ୍ତି। ହେଲେ ଦର୍ଶକ ବନ୍ଧୁ, 2019 ମସିହାର ଏକ ଘଟଣା ପୁଣି ଥରେ ଆମକୁ ଚିନ୍ତା କରିବାକୁ ବାଧ୍ୟ କରିଛି ଯେ ଆମେରିକା, ଇସ୍ରାଏଲ ଓ ଇରାନ ଭିତରେ ଯେଉଁ ଯୁଦ୍ଧ ଘଟୁଛି ବା ଯୁଦ୍ଧର ଯେଉଁ ବିଭୀଷିକା ଆଜି ବିଶ୍ୱ ଦେଖୁଛି, ତାହା କପୋଳକଳ୍ପିତ ନା ଏହା ପଛରେ ପ୍ରକୃତରେ ସାର୍ବଭୌମତ୍ୱ, ଆତଙ୍କବାଦ, କୂଟନୈତିକ ଓ ଅର୍ଥନୈତିକ ସମସ୍ୟା ଭଳି ଅନେକ ପ୍ରସଙ୍ଗ ଲୁଚି ହୋଇ ରହିଛି। 2019 ମସିହା ଏଭଳି ଏକ ସମୟ ଆସିଲା ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ପୁରା ଆମେରିକାକୁ ବ୍ୟତିବ୍ୟସ୍ତ କରିଦେଲା। ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଜଣେ ନାବାଳିକା ଯୌନ ନିର୍ଯାତନାର ଅଭିଯୋଗ ଆଣିଲେ। ଏହି ଘଟଣା ଆମେରିକା ରାଷ୍ଟ୍ରପତିଙ୍କ ଚରିତ୍ର ସଂହାର ଭଳି ପରିସ୍ଥିତି ସୃଷ୍ଟି କରିଥିଲା। ହେଲେ କଳେ ବଳେ କୌଶଳେ କୁଆଡ଼େ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ହ୍ୱାଇଟ୍ ହାଉସ ମିଳିତ ଭାବରେ ଏହି ଖବରକୁ ଚର୍ଚ୍ଚା ଭିତରୁ ଦୂରେଇ ରଖିଲେ। ଆଉ ଧୀରେ ଧୀରେ ସମୟ ବଦଳିବା ସହିତ ଏ ଖବର ମଧ୍ୟ କେଉଁଠି ହଜିଗଲା। କିନ୍ତୁ ବର୍ଷ 2023 ଆଉ ବିଶେଷ କରି 2024 ଓ 2025ରେ ଯେତେବେଳେ ଏଫଷ୍ଟିନ୍ ଫାଇଲର ଖବର ସାମ୍ନାକୁ ଆସିବାରେ ଲାଗିଲା, ସେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ସେହି କଳା ଇତିହାସ ମଧ୍ୟ ପୁଣି ଥରେ ଜୀବନ୍ତ ହେବା ଆରମ୍ଭ କରୁଥିଲା, ଯେଉଁଥିରୁ ବଞ୍ଚି ରହିବା ପାଇଁ କୁଆଡ଼େ ଟ୍ରମ୍ପ ଏହି ଯୁଦ୍ଧର ପରିଭାଷାର ପରିକଳ୍ପନା କରିଛନ୍ତି ବୋଲି ଅଭିଯୋଗ ହେଉଛି। ଏଭଳି ଚର୍ଚ୍ଚା ବର୍ତ୍ତମାନ ସମୟରେ ଆମେରିକାର ଚା ଖଟିଠାରୁ ଆରମ୍ଭ କରି ରାଜନୈତିକ ଓ କୂଟନୈତିକ ବୈଠକରେ ବି ଦେଖିବାକୁ ମିଳୁଛି। ଏଫଷ୍ଟିନ୍ ଫାଇଲରେ ଆମେରିକା ରାଷ୍ଟ୍ରପତିଙ୍କ ସମେତ ବିଶ୍ୱର ଅନେକ ବଡ଼ ବଡ଼ ବ୍ୟକ୍ତିଙ୍କର କଳା ଇତିହାସ ଲୁଚି ରହିଛି। ଆଉ ଏଫଷ୍ଟିନ୍ ଫାଇଲ ପ୍ରସଙ୍ଗକୁ ନେଇ ଫ୍ଲୋରିଡାର ଅଦାଲତ ଠାରୁ ଆରମ୍ଭ କରି ନ୍ୟୁୟର୍କର ଅଦାଲତ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି। ଆଉ ଠିକ ଯେତିକି ବେଳେ ଏହି ମାମଲାର ଶୁଣାଣି ସମୟ ଆସିଲା ଓ ଏହି ମାମଲାରେ ଏଫବିଆଇ ହାତରେ ବଡ଼ ବଡ଼ ତଥ୍ୟ ଓ ସୁରାକ ମିଳୁଥିବାର ଖବର ଚର୍ଚ୍ଚାକୁ ଆସିଲା, ସେତେବେଳେ ଏହି ମୂଳ ପ୍ରସଙ୍ଗ କୁଆଡ଼େ ହଜିଗଲା। କାହିଁକି ନା ସେତେବେଳେ ଗଣମାଧ୍ୟମର ହେଡଲାଇନ୍ସ ପାଲଟିଗଲା ଯୁଦ୍ଧ ସମ୍ପର୍କିତ ଖବର। ଠିକ ସେତିକି ବେଳେ ହିଁ ଇରାନ ଉପରେ ଆମେରିକା ଆକ୍ରମଣ କଲା, ଯେତେବେଳେ ଗଣମାଧ୍ୟମରେ ଏଫଷ୍ଟିନ୍ ଫାଇଲ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲିଙ୍କର ପ୍ରସଙ୍ଗ ଦାନା ବାନ୍ଧିଥାଏ। ଏଥିରୁ ବର୍ତ୍ତମାନ ସନ୍ଦେହ କରାଯାଉଛି ଯେ ଏଫଷ୍ଟିନ୍ ଫାଇଲରେ ନିଜର କଳା ଚରିତ୍ରର ପର୍ଦ୍ଦାଫାଶକୁ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଯୁଦ୍ଧର ପରିକଳ୍ପନା କରିଛନ୍ତି। ଇସ୍ରାଏଲ, ଆମେରିକା ଓ ଇରାନର ଯୁଦ୍ଧ ଖବର ଭିତରେ ସୀମିତ ରହିଯାଇଥିବା ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ଗୁଡ଼ିକର ମୁଖ୍ୟ ମୁଦ୍ଦା ଆଉ ଏଫଷ୍ଟିନ୍ ଫାଇଲ ନୁହେଁ। ବର୍ତ୍ତମାନ ଏଭଳି ଏକ ବାତାବରଣ ତିଆରି କରିବା ପାଇଁ ଏଫଷ୍ଟିନ୍ ଫାଇଲ ଖବରକୁ ସମ୍ପୂର୍ଣ୍ଣ କବର ଦେବା ପାଇଁ ଏ ଯୁଦ୍ଧ ଲଢ଼ା ଯାଉଥିବା ଅଭିଯୋଗ ହେଉଛି, ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ପ୍ରମୁଖ ଭୂମିକା ଥିବା ମଧ୍ୟ କୁହାଯାଉଛି। ଏଫଷ୍ଟିନ୍ ଫାଇଲ ହେଉଛି ସେହି କଳା ଅପରାଧର ଫର୍ଦ୍ଦ, ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର କଳା ଇତିହାସ
যৌନ শোষণ ଠାରୁ ଆରମ୍ଭ କରି ଅନେକ ବଡ ବଡ ଦୁର୍ନୀତିର ପେଡି ଲୁଚି ରହିଛି। ଏପଷ୍ଟିନ୍ ଫାଇଲରେ କେବଳ ଆମେରିକା ରାଷ୍ଟ୍ରପତି ନୁହନ୍ତି, ବିଶ୍ୱର ଅନେକ ବଡ ବଡ ଚେହେରାଙ୍କର କଳା ଇତିହାସ ଲୁଚି ରହିଛି। ଆଉ ଯେତେବେଳେ ଏଫବିଆଇ ହାତରେ ଏ ସମ୍ପର୍କିତ ତଥ୍ୟ ଓ ପ୍ରମାଣ ଲାଗିବା ଆରମ୍ଭ ହେଲା, ଆଉ ବିଭିନ୍ନ ମାମଲାର ଶୁଣାଣି ପ୍ରକ୍ରିୟା ଅଦାଲତ ଗୁଡିକରେ ଆରମ୍ଭ ହେବାକୁ ଲାଗିଲା, ଠିକ ସେତିକି ବେଳେ କୁଆଡେ ଆମେରିକା ଇରାନ ଉପରେ ପ୍ରଥମ ଆକ୍ରମଣ କରି ଗଣମାଧ୍ୟମର ହେଡଲାଇନ୍ସକୁ ବଦଳାଇ ଦେଲା। ଏପଷ୍ଟିନ୍ ଫାଇଲ ଠାରୁ ସମସ୍ତଙ୍କ ନଜର ହଟିଗଲା ଓ ସମସ୍ତେ କେବଳ ଯୁଦ୍ଧ କୈନ୍ଦ୍ରିକ ହୋଇଗଲେ, ଯାହା ଦ୍ୱାରା ଚରିତ୍ର ସଂହାର ହେବା ପୂର୍ବରୁ ସୋସିଆଲ ମିଡିଆରେ ନିଜ ପାଇଁ ଏକ ନୂଆ ରୋଡମ୍ୟାପ ତିଆରି କରିଦେଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କେମିତି ନିଜର ପାରିବା ପଣିଆ ଲୋକଲୋଚନକୁ ଆସିବ ଓ ତାଙ୍କର ଅପାରଗତା ଓ ଅପରାଧିକ ଇତିହାସ ସବୁଦିନ ପାଇଁ ଲୋକଲୋଚନରୁ ଦୂରେଇ ହୋଇ ରହିବ, ସେଥିପାଇଁ ଯୋଜନା ପ୍ରସ୍ତୁତ କରାଗଲା। ଏଥିରେ ଅନେକ ଟେକ୍ନୋଲୋଜିକାଲ ଏକ୍ସପର୍ଟ ମାନଙ୍କର ମଧ୍ୟ ସହାୟତା ନିଆଯାଇଥିବା ଅଭିଯୋଗ ହୁଏ। କାରଣ ଦର୍ଶକ ବନ୍ଧୁ, ଆପଣ ନିଜେ ହିଁ ଦେଖନ୍ତୁ କେମିତି ସୋସିଆଲ ମିଡିଆ ଫେସବୁକ୍ ଠାରୁ ଆରମ୍ଭ କରି ଗୁଗଲ, ଏକ୍ସ ଏବଂ ମେଟାର ବିଭିନ୍ନ ପ୍ଲାଟଫର୍ମରେ ଏପଷ୍ଟିନ୍ ଫାଇଲ ସମ୍ପର୍କିତ ଫଟୋ ଓ ଦସ୍ତାବିଜ ଠାରୁ ଆରମ୍ଭ କରି ଏଥିରେ ଟ୍ରମ୍ପଙ୍କର ଲିଙ୍କ ସମ୍ପର୍କିତ ଅନେକ ତଥ୍ୟ, ଅନେକ ଫଟୋ ହଜି ହଜି ଯାଉଛି। ଆଉ ଲୋକଲୋଚନକୁ କେବଳ ଯୁଦ୍ଧ ସମ୍ପର୍କିତ ଖବର ହିଁ ଘେରି ରହିଛି। ଏଣୁ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି, ଜଣେ ବ୍ୟକ୍ତିଙ୍କୁ ବଞ୍ଚେଇ ରଖିବା ପାଇଁ ସିଏ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ, ଯେଉଁଥିପାଇଁ ଆମେରିକା ଓ ହ୍ୱାଇଟ ହାଉସ ମିଳିତ ଭାବରେ ଲୋକଙ୍କର ଟଙ୍କାକୁ ଯୁଦ୍ଧରେ ନିବେଶ କରିଥିଲେ। କୋଟି କୋଟି ଟଙ୍କାକୁ ବ୍ୟୟବରାଦ କରି ଆମେରିକା କେବଳ ସେହି ଯୁଦ୍ଧ ଲଢୁଛି ଯେଉଁ ଯୁଦ୍ଧରେ ପ୍ରକୃତରେ ଆମେରିକା ବା ଆମେରିକୀୟଙ୍କର କୌଣସି ଲାଭ ହେବ ନାହିଁ। କିନ୍ତୁ ଏପଷ୍ଟିନ୍ ଫାଇଲ ଭଳି ପ୍ରସଙ୍ଗରୁ ସବୁଦିନ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ଦୂରେଇ ରହିବ ଓ ଗଣମାଧ୍ୟମର ଚର୍ଚ୍ଚା ଘେରକୁ ଏହି ପ୍ରସଙ୍ଗ ଆସିବା ପୂର୍ବରୁ ତାଙ୍କୁ ଘଣ୍ଟ ଘୋଡାଇ ଦେବ ଯୁଦ୍ଧ, ମିସାଇଲ ମାଡ, ତୈଳ ଭଣ୍ଡାର ଆକ୍ରମଣ, ଅର୍ଥନୀତି ଭଳି, କୂଟନୀତି ଭଳି ଅନେକ ପ୍ରସଙ୍ଗ। ତେଣୁ ବର୍ତ୍ତମାନ ଏ ଚର୍ଚ୍ଚା ସୃଷ୍ଟି ହେବା ପରେ ସ୍ୱାଭାବିକ ଯେ ଡୋନାଲ୍ଡ ଟ୍ରମ୍ପଙ୍କର ଏପଷ୍ଟିନ୍ ଫାଇଲରେ କଣ ସବୁ ଭୂମିକା ରହିଛି, ଏ ସମ୍ପର୍କିତ ଯେଉଁ ସବୁ ମାମଲା ଗୁଡିକ ବର୍ତ୍ତମାନ ଆମେରିକାର କୋର୍ଟ ଗୁଡିକରେ ଚାଲିଛି, ତାର ସ୍ଥିତାବସ୍ଥା କଣ ରହିଛି, କେଉଁ ସବୁ ତଥ୍ୟ ଓ ପ୍ରମାଣ ଏ ସମ୍ପର୍କରେ କୋର୍ଟ ରୁମକୁ ମିଳିଲାଣି, ଏ ସବୁ ଉପରେ ଯଦି ଗଣମାଧ୍ୟମ ଫୋକସ କରିବା ଆରମ୍ଭ କରନ୍ତି, ତେବେ ଯୁଦ୍ଧ କୁଆଡେ ଆପେ ଆପେ ହଜିଯିବ ବୋଲି ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଆଉ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଚରିତ୍ର ସଂହାରରୁ ବଞ୍ଚି ରହିବା ପାଇଁ ଯୁଦ୍ଧର ଯେଉଁ କଳା ମ୍ୟାପ ତିଆରି କରିଥିଲେ ବା ଯେଉଁ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ, ତାର ମଧ୍ୟ ସତ୍ୟାସତ୍ୟ ସାମ୍ନାକୁ ଆସିଯିବ ବୋଲି ଜନମତରେ ଗୋଟିଏ ପ୍ରତିକ୍ରିୟା ପ୍ରକାଶ ପାଉଛି। ତେବେ ଅପେକ୍ଷା ରହିବ ଯେ ଆମେରିକା, ଇସ୍ରାଏଲ ଓ ଇରାନର ଯୁଦ୍ଧ ପଛରେ ଗୋଟିଏ ଦେଶର ସାର୍ବଭୌମତ୍ୱ ପ୍ରସଙ୍ଗ ହୋଇ ରହିଛି, ଆତଙ୍କବାଦ ପ୍ରସଙ୍ଗ ହୋଇ ରହିଛି, ନା ନିଜର ଚରିତ୍ର ସଂହାରକୁ ଘଣ୍ଟ ଘୋଡାଇବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଯୁଦ୍ଧର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା, ଗଣମାଧ୍ୟମ ଗୁଡିକ ଡୋନାଲ୍ଡ ଟ୍ରମ୍ପ ଓ ଏପଷ୍ଟିନ୍ ଫାଇଲ ପ୍ରସଙ୍ଗରୁ ହଟିଯାଇ ଯୁଦ୍ଧ କୈନ୍ଦ୍ରିକ ହୋଇଗଲେ। ଏସବୁ ଅଭିଯୋଗର ସେତେବେଳେ ସତ୍ୟାସତ୍ୟ ଜଣା ପଡିବ ଯେତେବେଳେ ଯୁଦ୍ଧର ପରିଣାମ ତା ସହିତ ବିଭିନ୍ନ କୋର୍ଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏପଷ୍ଟିନ୍ ଫାଇଲ ସମ୍ପର୍କିତ ଚାଲୁଥିବା ମାମଲା ଗୁଡିକ ସାର୍ବଜନୀନ ହେବ। ତେବେ ଏଭଳି ରିପୋର୍ଟ ଆପଣଙ୍କୁ କେମିତି ଲାଗିଲା, ସେଥିପାଇଁ ଆପଣ ନ୍ୟୁଜ ରୁମକୁ ଆମ ସୋସିଆଲ ମିଡିଆ ସାଇଟ୍ ୟୁଟ୍ୟୁବ ଓ ଫେସବୁକରେ ଲାଇକ୍ କରନ୍ତୁ, ଆମ ଭିଡିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ ମତାମତ ନିଜର କମେଣ୍ଟ ବକ୍ସରେ ନିଶ୍ଚୟ ଲେଖନ୍ତୁ। ରହୁଛି, ନମସ୍କାର।